যাত্রা বাদশাহ কোଣାର୍କ ଗଣନାଟ୍ୟର ବହୁଚର୍ଚ୍ଚିତ ନାଟକ ଚଳିତ ଯାତ୍ରା ବର୍ଷର ସୁପର ଡୁପର ହିଟ୍ ନାଟକ ତୁ ବୁଧେ ମୋ ଭାଗ୍ୟରେ ନାହୁଁ। ନାଟ୍ୟକାର ପ୍ରଫେସର ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁପ୍ରସାଦ ମିଶ୍ର। ଚଳିତ ଯାତ୍ରା ବର୍ଷ ଏହି ନାଟକ କୋଣାର୍କ ଗଣନାଟ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଯାଉଛି। ବରିଷ୍ଠ କଳାକାରମାନଙ୍କ ସହିତ ନବାଗତ ଯୁବ କଳାକାରମାନଙ୍କର ସମ୍ମିଶ୍ରଣ ଘଟିଛି ଏହି ନାଟକରେ। ବିଶେଷ କରି 4 ଜଣ ଯୁବ ଚେହେରାଙ୍କୁ ଦେଖିବା ପାଇଁ ମିଳିଛି ଏହି ନାଟକରେ। ପଙ୍କଜନାଥ, ଜିତ, ସୋନମ ଆଉ ମାମୁନି। ଆଉ ସବୁଠାରୁ ବଡ଼ କଥା ହେଲା ଏହି ନାଟକରେ ଦେଖିବା ପାଇଁ ମିଳୁନାହାନ୍ତି ଚର୍ଚ୍ଚିତ ଯୋଡ଼ି ବରିଷ୍ଠ ଅଭିନେତା ଅଭିନେତ୍ରୀ ରତିକାନ୍ତ ପରିଡ଼ା, ମିଟୁନା ପରିଡ଼ା। 2 ଜଣ ଯାକ ଏ ନାଟକରୁ ଅବ୍ୟାହତି ନେଇଛନ୍ତି। ସେମାନଙ୍କୁ କୌଣସି ସୁଯୋଗ ମିଳେ ନାହିଁ ଏ ନାଟକରେ। ବିଶେଷ କରି ମୁଖ୍ୟ ନାୟକ ଭାବରେ ଜିତୁ, ନାୟିକା ଭାବରେ ପୂଜାଙ୍କର ଅଭିନୟ ହୃଦୟସ୍ପର୍ଶୀ। ଏକ ସୁନ୍ଦର ପରିକଳ୍ପନା ନେଇ ନାଟକଟିକୁ ରଚନା କରିଛନ୍ତି ପ୍ରଫେସର ଡକ୍ଟର ଦୀପକ ଜେନା। ଆଉ ନିର୍ଦ୍ଦେଶନାର ଯେଉଁ ଗୁରୁଦାୟିତ୍ୱ ତାକୁ ସୁଚାରୁ ରୂପେ ତୁଲେଇଛନ୍ତି ନିର୍ଦ୍ଦେଶକ ଗୁରୁପ୍ରସାଦ ମିଶ୍ର। ବରିଷ୍ଠ, କନିଷ୍ଠ, ନବାଗତ ସମସ୍ତ କଳାକାର, ବାଦ୍ୟଶିଳ୍ପୀ, ଗାୟକ ଗାୟିକା, ଟେକ୍ନିସିଆନ ସମସ୍ତଙ୍କ ସହଯୋଗରେ ପରିପୁଷ୍ଟ ହୋଇଛି ନାଟକ ତୁ ବୁଧେ ମୋ ଭାଗ୍ୟରେ ନାହୁଁ। ତୁ ବୁଧେ ମୁଁ ମୋ ଭାଗ୍ୟରେ ନାହୁଁ। ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟର ଚଳିତ ବର୍ଷର ଏକ ଯୁଗାନ୍ତକାରୀ ନାଟକ ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ। ଯେଉଁମାନେ ଏ ନାଟକଟିକୁ ଉପଭୋଗ କରିଛନ୍ତି, କେମିତି କ'ଣ ଲାଗୁଛି କାହାର ଅଭିନୟ, ମତାମତ ଦେବା ପାଇଁ ଭୁଲିବେ ନାହିଁ।